ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର 12ର ୟୁନିଟ୍ 1 ସାମାଜିକ ଆନ୍ଦୋଳନର ପ୍ରକୃତି। ଫାର୍ଷ୍ଟ ପଏଣ୍ଟ କ'ଣ ଅଛି ନା ଆନ୍ଦୋଳନ ପଛରେ ଆଦର୍ଶ। ସାମାଜିକ ଆନ୍ଦୋଳନ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଉପରେ ପ୍ରତିଷ୍ଠିତ ଏବଂ ସାମାଜିକ ପରିବର୍ତ୍ତନ ଆଣିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଉଦାହରଣ ସ୍ୱରୂପ ଏକ ଛାତ୍ର ଧର୍ମଘଟ ସାମୂହିକ ଉଦ୍ଦେଶ୍ୟରେ ପ୍ରସ୍ତୁତିକରଣରେ ଅନ୍ତର୍ଭୁକ୍ତ ଅଟେ ଏବଂ ଏହା ପରିବର୍ତ୍ତନ ଆଡ଼କୁ କେନ୍ଦ୍ରୀଭୂତ ଅଟେ। ଅନ୍ୟପକ୍ଷେ ଯଦି ଧର୍ମଘଟ ଏକ ଆଦର୍ଶ ପ୍ରତି ଅଙ୍ଗୀକାରବଦ୍ଧ ଅଟେ, ଏହା ବହୁଦିନ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ ଏବଂ ଏକ ଆନ୍ଦୋଳନରେ ପରିଣତ ହୋଇଥାଏ। ନେକ୍ସଟ ପଏଣ୍ଟ କ'ଣ ଅଛି ନା ସାଂଗଠନିକ ଢାଞ୍ଚା। ପାଉଲ ୱିଲକିନସନ୍ ଦର୍ଶାଇଛନ୍ତି ଯେ ଏକ ସାମାଜିକ ଆନ୍ଦୋଳନ ସଫଳତା ହାସଲ ପାଇଁ କିମ୍ବା ଆନ୍ଦୋଳନର ବେଗକୁ ବଜାୟ ରଖିବା ପାଇଁ ଏକ ନ୍ୟୁନତମ ସାଂଗଠନିକ ଢାଞ୍ଚା ଆବଶ୍ୟକ କରିଥାଏ। ନେତୃମଣ୍ଡଳୀ ଓ ଅନୁଗାମୀମାନଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ସୂଚାଇବା, ଆନ୍ଦୋଳନର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବେ ଦର୍ଶାଇବା, ଆନ୍ଦୋଳନରେ ଭାଗ ନେବା ପାଇଁ କିମ୍ବା ଏହାକୁ ସମର୍ଥନ କରିବା ପାଇଁ ଲୋକମାନଙ୍କୁ ପ୍ରରୋଚିତ କରିବା, ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିବା ପ୍ରଭୃତି ନିମିତ୍ତ ଗୋଟିଏ ଆନ୍ଦୋଳନ କେତେକ ମାତ୍ରାରେ ସାଂଗଠନିକ ଢାଞ୍ଚା ରହିବା ଆବଶ୍ୟକ ଅଟେ। ନେକ୍ସଟ ପଏଣ୍ଟ କ'ଣ ଅଛି ନା କୌଶଳ। ଏକ ସାମାଜିକ ଆନ୍ଦୋଳନ ଏହାର ଲକ୍ଷ୍ୟ ହାସଲ ପାଇଁ ନିଜର କୌଶଳ ବା ରଣନୀତି ଅବଲମ୍ବନ କରିପାରେ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହା ଶାନ୍ତିପୂର୍ଣ୍ଣ ବା ସଂଘର୍ଷପୂର୍ଣ୍ଣ, ହିଂସା ବା ଅହିଂସା, ଗଣତାନ୍ତ୍ରିକ ବା ଅଣଗଣତାନ୍ତ୍ରିକ ଉପାୟକୁ ଆପଣେଇ ପାରେ। ଫଳାଫଳ ଦୃଷ୍ଟିରୁ ଏହା ସଫଳ ବା ବିଫଳ ହୋଇପାରେ। ଏହା ଆଂଶିକ ଭାବେ ସଫଳ ହୋଇପାରେ। ଏକ ଆନ୍ଦୋଳନର ଫଳାଫଳ ଆଦର୍ଶଗତ ଏବଂ ସାଂଗଠନିକ ଢାଞ୍ଚା ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥାଏ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ।